ଯିଏ ତୁମକୁ ସତରେ ପ୍ରେମ କରିବ ସେ ତୁମର ଏଇ ଦୁଇଟି କଥାରେ ପ୍ରମାଣ ମାଗିବ। ଏ ଦୁନିଆରେ ସମସ୍ତେ ନିଜ କଥା ଚିନ୍ତା କରନ୍ତି, ହେଲେ ଭାବନ୍ତି ନାହିଁ ମୋ ପାଇଁ ଆଉ ଜଣେ କେତେ କଷ୍ଟ ପାଉଛି। ପ୍ରକୃତ ଭଲ ପାଇବାରେ ଶହେ ରାଗ, ଅଭିମାନ, ଝଗଡ଼ା ଥାଉ ନା କାହିଁକି, କେହି କେବେ ବି କାହା ହାତ ଛାଡ଼ି ଯାଆନ୍ତି ନାହିଁ। ବଞ୍ଚିବା ପାଇଁ ଯଦି ଚାହୁଁଛ, ସବୁବେଳେ ଗୋଟିଏ ଲକ୍ଷ୍ୟ ରଖ। ଯିଏ ତୁମକୁ ଗୁରୁତ୍ୱ ଦେଉନାହିଁ ତାକୁ ତୁମ ଜୀବନରୁ ଦୂରେଇ ଦିଅ। ସାରା ଜୀବନ ସାଙ୍ଗରେ ରହିବାକୁ କେବଳ ପ୍ରେମ କୁହାଯାଏନି। ଜଣେ ଦୂରେଇ ଗଲା ପରେ ମଧ୍ୟ ତାକୁ ସାରା ଜୀବନ ହୃଦୟରେ ସାଇତି ରଖିବାକୁ ପ୍ରେମ କୁହାଯାଏ। ଅପେକ୍ଷା କର, ତୁମ ଅହଙ୍କାରର ଜବାବ ସମୟ ହିଁ ଦେବ। ଅଗ୍ନିପଥ ପରି ଏ ଜୀବନର ପଥ, ବାଧା ବିଘ୍ନ ସହ ଚାଲିବାକୁ ହେବ ପ୍ରତିକ୍ଷଣ। କେତେବେଳେ ଖୁସିର ଲହଡ଼ି ତ ଆଉ କେତେବେଳେ ଦୁଃଖର ବାଦଲ। ଏଇସବୁ ଭିତରେ ଫସି ହୋଇଥାଏ ମଣିଷର ଜୀବନ। ଜୀବନରେ ସବୁ କିଛି ଆଉ ଥରେ ମିଳିଯାଇପାରେ, କିନ୍ତୁ ସମୟ ସହ ହରାଇଥିବା ସମ୍ପର୍କ ଆଉ ଭରସା ପୁଣି ଥରେ ମିଳିନଥାଏ ବନ୍ଧୁଗଣ। ଯିଏ ତୁମକୁ ବୁଝୁନି ତାକୁ ବୁଝେଇବା କିଛି ଦରକାର ନାହିଁ। କାହିଁକି ନା ଆଜି ସିନା ସେ ତୁମ ମୂଲ୍ୟ ବୁଝୁନି, ହେଲେ କାଲି ବୁଝିଯିବ ଯେତେବେଳେ ତୁମେ ତା ପାଖରେ ନଥିବ। ମନେ ରଖନ୍ତୁ, ଯେମିତି ଔଷଧ ଚିହ୍ନିବାରେ ଭୁଲ ହୋଇଗଲେ ଜୀବନ ଚାଲିଯାଏ, ଠିକ୍ ସେହିଭଳି ମଣିଷ ଚିହ୍ନିବାରେ ଭୁଲ ହୋଇଗଲେ ଜୀବନ ବର୍ବାଦ ହୋଇଯାଏ। ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡ଼ିଥାଏ, କାହିଁକି ନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। କେବେ କାହା ଛୋଟ ନଜରରେ ଦେଖ ନାହିଁ। କିଏ ଜାଣେ କେବେ କେଉଁ ପରିସ୍ଥିତିରେ ସେଇ ଛୋଟ ଲୋକ ଜଣକ ତୁମ ବଡ଼ କାମରେ ଆସିଯିବ। ବେଳେବେଳେ ସମୟ ଆଉ ପରିସ୍ଥିତି ମଣିଷକୁ ଏତେ ବଦଳାଇ ଦିଏ ଯେ ସବୁବେଳେ ହସୁଥିବା ଆଉ ଗପୁଥିବା ମଣିଷଟି ସବୁଦିନ ପାଇଁ ଚୁପ୍ ହୋଇଯାଇଥାଏ। ଜୀବନ ସାରା ଖୁସିରେ ରହିବା ପାଇଁ ହେଲେ ଅଧିକ ଧନ ସମ୍ପତ୍ତି କି ସୁନ୍ଦର ଚେହେରାର ଆବଶ୍ୟକତା ନାହିଁ। ବାସ୍ ମନ ବୁଝିଲା ଭଳି ଏକ ବନ୍ଧୁତା ଓ ଜୀବନସାଥୀ ହିଁ ଯଥେଷ୍ଟ। କଥାରେ ଅଛି, ଯିଏ ଆବଶ୍ୟକ ଠାରୁ ଅଧିକ ଭଲ ପାଆନ୍ତି ସିଏ ଅଧିକ କାନ୍ଦିଥାନ୍ତି। ଏଇଟା ହେଲା ଜୀବନର ସତ୍ୟ ବନ୍ଧୁମାନେ। ଜୀବନ ହେଉଛି ଏକ ଅଜଣା ପୁସ୍ତକ ଭଳି। ଆଗାମୀ ପୃଷ୍ଠାରେ କ'ଣ ଲେଖା ଅଛି କାହାକୁ ଜଣା ନଥାଏ। ତଥାପି ମଣିଷ ଏଠି ସବୁବେଳେ ଅହଙ୍କାର ଓ ଗର୍ବ କରୁଥାଏ। ମନୁଷ୍ୟ ସବୁବେଳେ ଚାହୁଁଥାଏ ତାକୁ ସମସ୍ତେ ସମ୍ମାନ ଦିଅନ୍ତୁ ଓ ତା'ର ପ୍ରଶଂସା କରନ୍ତୁ। ମାତ୍ର ସେ ଭୁଲିଯାଏ ଯେ ଅନ୍ୟଠାରୁ ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ବି ସମ୍ମାନ ଦେବାକୁ ହୁଏ। ଭୁଲ କରିନଥିବା ସ୍ଥାନରେ ମୁଣ୍ଡ ତଳକୁ କରନ୍ତୁ ନାହିଁ। ବିଶ୍ୱାସ ନଥିବା ସ୍ଥାନରେ ପ୍ରମାଣ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। ଭଗବାନ କହିଛନ୍ତି, ତୁମେ କେତେ ଖୁସି ତା ବଡ଼ କଥା ନୁହଁ, ତୁମ ଦ୍ୱାରା କେତେଜଣ ଖୁସି ହୋଇପାରୁଛନ୍ତି ସେଇଟା ବଡ଼ କଥା। ଡେରିରେ ହେଉ କିନ୍ତୁ ଠିକ୍ ହେବ। ତୁମ ସମୟଟା ଖରାପ, ତୁମ ଜୀବନଟା ନୁହଁ। ଟିକେ ଅପେକ୍ଷା କର, ସମୟ ସବୁକିଛି ଫେରାଇ ଦେବ। ସମୟ କହିଦିଏ କିଏ କାହାର, କେତେ ନିଜର। ସମୟ ସହିତ ବଦଳି ଯାଆନ୍ତି ଅନେକ ଆପଣାର। ଏ ଜୀବନ ବହୁତ ଛୋଟ ଆଜ୍ଞା, ତେଣୁ ସେହି ମଣିଷ ସହିତ ଅଧିକା ସମୟ ବିତାଇବା ପାଇଁ ପ୍ରୟାସ କର, ଯିଏକି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେଖିବାକୁ ଚାହିଁଥାଏ। ଯେତେବେଳେ ପାଦ ଥକିଯାଏ ନା, ସେତେବେଳେ ସାହସ ହିଁ ସାଥ ଦେଇଥାଏ। ଯେତେବେଳେ ସମସ୍ତେ ମୁହଁ ବୁଲେଇ ନାହାନ୍ତି ନା, ସେତେବେଳେ ଭଗବାନ କେବଳ ସାଥ ଦେଇଥାନ୍ତି ବନ୍ଧୁଗଣ। ଯିଏ ନିଜର ଭାବେ ସେ କେବେ କହିବନି ମୁଁ ବିଜି ଅଛି। ଯିଏ କହେ ମୁଁ ବିଜି ଅଛି ସିଏ କହେ ନିଜର ଭାବୁନାହିଁ। ଆଉ ଯିଏ ହଜାରେ ବ୍ୟସ୍ତତା ଭିତରେ ତୁମକୁ ସମୟ ଦେଉଛି ନା, ସିଏ ହିଁ ପ୍ରକୃତରେ ଆପଣଙ୍କୁ ଭଲ ପାଉଛି। ହରେଇଲା ପରେ ଜଣାପଡ଼େ କେତେ ମୂଲ୍ୟବାନ ଥିଲା। ହରେଇଲା ପରେ ଜଣାପଡ଼େ କେତେ ମୂଲ୍ୟବାନ ଥିଲା ସେ ସମୟ ଓ ମଣିଷ ଆଉ ସେ ସମ୍ପର୍କ। ଜୀବନରେ ବେଶୀ ସମ୍ପର୍କ ଦରକାର ନାହିଁ, କିନ୍ତୁ ଯେଉଁ ସମ୍ପର୍କ ଅଛି ତା ଭିତରେ ଜୀବନ ଥିବା ଜରୁରୀ। କାନ୍ଦୁଥିବା ଆଖି କେବେ ମିଛ କୁହେନି, କାରଣ ଲୁହ ଆସେ ସେତେବେଳେ ଯେତେବେଳେ ନିଜ ଲୋକଟିଏ କଷ୍ଟ ଦେଇଥାଏ। ସଫଳତାର ସିଢ଼ି ଚଢ଼ି ଗର୍ବ କରନ୍ତୁ ନାହିଁ, କାହିଁକି ନା ଯେଉଁ ସିଢ଼ି ଉପରକୁ ଆଡ଼କୁ ଯାଇଥାଏ ତାହା ତଳ ଆଡ଼କୁ ମଧ୍ୟ ଆସିଥାଏ। ଆମେ ସବୁବେଳେ ଯାହା ବିଷୟରେ ଭାବୁ, ଯାହା ବିଷୟରେ ଚିନ୍ତା କରୁ, ସେଇମାନେ ହିଁ ଆମକୁ ଭୁଲ ବୁଝନ୍ତି ନାହିଁ। କେବେ ବି କାହାକୁ କଥା ହେବା ପାଇଁ ବାଧ୍ୟ କରନ୍ତୁ ନାହିଁ, କାରଣ ଯାହା ପାଖରେ ପ୍ରକୃତରେ ତୁମର ମୂଲ୍ୟ ଥିବ ସେ ହଜାରେ ବ୍ୟସ୍ତତା ଭିତରେ ବି ତୁମକୁ ସମୟ ଦେବ। ଯିଏ ତୁମକୁ ଯେତିକି ଜରୁରୀ ବୋଲି ଭାବୁଛି, ତୁମେ ବି ତାକୁ ଠିକ୍ ସେତିକି ଜରୁରୀ ବୋଲି ଭାବ। ଦେଖିବ ଆପଣଙ୍କ ଦୁନିଆ ବହୁତ ସୁନ୍ଦରମୟ ହୋଇଯିବ। କାରଣ ଅତି ନିଜର ଭାବି କାହାକୁ ଅତି ଗୁରୁତ୍ୱ ଦେଲେ ଆବଶ୍ୟକ ତଳେ ତୁମେ ହିଁ କଷ୍ଟ ପାଇବ, କାହିଁକି ନା ତୁମ ଜୀବନ ତାଙ୍କ ପାଇଁ ମୂଲ୍ୟହୀନ।
ସମ୍ପର୍କକୁ ସମୟ ଦେବା ଶିଖ, କାରଣ ଏମିତି ସମୟ ଆସିବ ତୁମ ପାଖରେ ସବୁ କିଛି ଥିବ, ହେଲେ ନିଜ ଜୀବନଠୁ ଅଧିକା ଭଲ ପାଉଥିବା ମଣିଷଟି ତୁମ ପାଖରେ ନଥିବ। ଓ ସେଇ ଭଲ ପାଇବାର ମର୍ଯ୍ୟାଦା ରକ୍ଷା କର ଓ ସେଇ ସମ୍ପର୍କକୁ ସବୁବେଳେ ସମୟ ଦେବା ଶିଖ। କେହି ତୁମକୁ ଦୂରେଇ ଦେଲା ବୋଲି ମନ ଦୁଃଖ କରନି, ବରଂ ନିଜକୁ ଏମିତି ଯୋଗ୍ୟ କର ଯେ ଦେଖିବା ପରେ ସେ ନିଜକୁ ନିଜେ ପ୍ରଶ୍ନ କରିବ କି ମଣିଷ ଚିହ୍ନିବାରେ ମୋର ଭୁଲ ହୋଇଗଲା। ମାନସିକ ଆଘାତ ବି ଶରୀରରେ ଆଘାତ ଭଳି କଷ୍ଟ ଦିଏ। କେବଳ ତଫାତ୍ ଏତିକି ଯେ ଶରୀରରେ ଆଘାତ ସମୟକ୍ରମେ ଭଲ ହୋଇଯାଇଥାଏ, କିନ୍ତୁ ମାନସିକ ଆଘାତ ସାରା ଜୀବନ ମନେ ରହିଥାଏ। ସାଙ୍ଗମାନେ, ଯାହା ପାଖରେ ମୋ ସମ୍ପର୍କର କିଛି ମୂଲ୍ୟ ନାହିଁ, ତାଙ୍କ ପାଖରେ ବସିବା ଠାରୁ ଉତ୍ତମ ଏକା ରହିବା। ଏହା ଅଭିମାନ ନୁହେଁ, ଏହା ମୋ ସ୍ୱାଭିମାନ ଅଟେ। ଯଦି କେହି ନିଜ ଲୋକ ଆପଣଙ୍କ ସହ କଥା ହେବା ପାଇଁ ଚାହୁଁଛନ୍ତି, ତେବେ ତାଙ୍କ ସହ ଦୁଇ ପଦ କଥା ହୋଇଯାଆନ୍ତୁ। କିଏ ଜାଣେ କାଲିକି ସେ ଲୋକ ଥିବ କି ନଥିବ ଓ କାଲି ସକାଳେ ହୁଏତ ତମ ଜୀବନର ଶେଷ ଦିନ ହୋଇଥିବ। ଜଣେ ମଣିଷ ତା ପ୍ରେମକୁ ସେତେବେଳେ ଛାଡ଼ିକି ଯାଏ ଯେତେବେଳେ ତୃତୀୟ ଜଣ ଆସିଥାଏ ବା ତାଠାରୁ ମନ ଭରିଯାଏ। ଏକୁଟିଆ ରହିବାର ଅଭ୍ୟାସ ବି ଦରକାର, କାରଣ ସବୁବେଳେ ସାଥିରେ କେହି ରହିବେ ନାହିଁ। ଭଲ ହୁଅ, କିନ୍ତୁ ଟିକିଏ ମତଲବୀ ହୁଅ, କାରଣ ଏ ଦୁନିଆରେ ଅଧିକ ଭଲ ଲୋକ ହିଁ ଅଧିକ ଧୋକା ପାଇଥାନ୍ତି। ସଚ୍ଚା ପ୍ରେମ ଡେରିରେ ହେଉ କି ଦେଖୁ ଦେଖୁ ହୋଇଯାଉ, ଥରେ ହୋଇଗଲେ ଭୁଲିବା ପାଇଁ ସାରା ଜୀବନ କମ୍ ପଡ଼ିଯାଏ। ନୀରବତା ମଣିଷର କମଜୋର ନୁହେଁ, ବଡ଼ପଣ ହୋଇଥାଏ। ନହେଲେ ଯାହାକୁ ସହି ଆସୁଛି ତାକୁ କହିବି ଆସିଥାଏ। ବନ୍ଧୁଗଣ, ଜରୁରୀ ନୁହେଁ କି ସବୁ ଶିକ୍ଷା ବହିରୁ ମିଳିଥାଏ। କିଛି ଶିକ୍ଷା ସମ୍ପର୍କ ଆଉ ମଣିଷ ବି ଶିଖେଇ ଦେଇ ଯାଆନ୍ତି। ନିଜକୁ ଏମିତି ଗଢ଼, କେହି ତୁମକୁ ଛାଡ଼ି ଦେଇ ପାରିବ, ହେଲେ ଭୁଲି ପାରିବ ନାହିଁ। ନିଜର ଲୁହକୁ ସବୁବେଳେ ନିଜ ହାତରେ ପୋଛିବାକୁ ଚେଷ୍ଟା କର, କାହିଁକି ନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହୋଇଯାଇଛି ଯେ ଅନ୍ୟକୁ ଦୁଃଖ କମ୍ ଆଉ ତୁମର ଦୁର୍ବଳତା ଜାଣିବା ପାଇଁ ଅଧିକ ପସନ୍ଦ କରନ୍ତି। ଆପଣଙ୍କର ଲୁହକୁ ଏତେ ଦାମୀ କରିଦିଅନ୍ତୁ ଯେପରିକି କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ, ଆଉ ଆପଣଙ୍କର ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେପରିକି ଏହା ସମସ୍ତଙ୍କୁ ମାଗଣାରେ ମିଳିଯିବ। ଯିଏ ଫ୍ରି ଟାଇମ୍ରେ ଆପଣଙ୍କୁ ମନେ ପକାଏ ସେ ପ୍ରେମ ସଚ୍ଚା ହୋଇନଥାଏ। ଯିଏ ହଜାରେ ବ୍ୟସ୍ତତା ଭିତରେ ବି ଆପଣଙ୍କୁ ମନେ ପକାଏ, ସେ ହିଁ ସଚ୍ଚା ଭଲ ପାଇବା ହୋଇଥାଏ। ସଚ୍ଚା ପ୍ରେମ ତ ସେଇଠି ହୋଇଥାଏ ଯେଉଁଠି ହଜାରେ ବ୍ୟସ୍ତତା ଥିଲେ ମଧ୍ୟ ତାଙ୍କ ପାଇଁ ସମୟ ବାହାର କରାଯାଏ। ପ୍ରେମ ହେଉ ଅବା ଇଜ୍ଜତ, କାହାକୁ ଏତେ ଦିଅନି ଯେ ସେ ଯେମିତି ନିଜର ଓକାତ ଭୁଲି ନ ଯାଉ। ଯିଏ ତୁମକୁ ସତରେ ଚାହୁଁଥିବ ସେ ତୁମଠାରୁ କିଛି ବି ଚାହିଁ ନଥିବ। କେତେ ଅଜବ କଥା ନା, କିଛି ଲୋକ ହୃଦୟ ଭାଙ୍ଗିବା ବି ହୃଦୟରେ ରହିଯାଆନ୍ତି। କେତେ ଅଜବ କଥା ନା, କିଛି ଲୋକ ହୃଦୟ ଭାଙ୍ଗିକି ବି ହୃଦୟରେ ରହିଯାଆନ୍ତି। ସାଙ୍ଗମାନେ, ପ୍ରେମ ଏମିତି ହୋଇଯାଏ ଭାବି ଚିନ୍ତି କରାଯାଇ ନଥାଏ, କିନ୍ତୁ ହୃଦୟ ଏମିତି ଭାଙ୍ଗି ନଥାଏ। ହୃଦୟକୁ କେହି ଜଣେ ଭାଙ୍ଗି ଦେଇଥାନ୍ତି। ତାହା କହିବାର ଶବ୍ଦ ହିଁ ହୋଇଥାଏ, ତାହା କହିଥିବା ଶବ୍ଦ ହିଁ ହୋଇଥାଏ ଯାହା ପାଇଁ ମଣିଷ ହୃଦୟରେ ରହିଥାଏ, ନହେଲେ ହୃଦୟକୁ ଭାଙ୍ଗି ଦେଇଥାଏ। ଆପଣଙ୍କୁ ମନେ ପକାଉଥିବା ମଣିଷ ପ୍ରାୟତଃ ଆପଣଙ୍କର ଚେହେରାକୁ ନୁହଁ, ସେ ଆପଣଙ୍କର ଅବସ୍ଥାକୁ ମଧ୍ୟ ମନେ ପକାଏ। ନିଜକୁ ମଜବୁତ ବନାଅ, ଏଇଥିପାଇଁ ନୁହେଁ କି ତୁମେ କାହାକୁ ଡରେଇ ପାରିବ, ଏଇଥିପାଇଁ କାରଣ ଯେମିତି କେହି ତୁମକୁ କେହି ଡରେଇ ନ ପାରନ୍ତୁ। ସଚ୍ଚା ହୃଦୟରୁ ଚାହୁଁଥିବା ମଣିଷଙ୍କ ପ୍ରେମ ଅଧା ରହିଯାଏ, ନହେଲେ ମିଛ ପ୍ରେମ କରୁଥିବା ମଣିଷ ତ ପ୍ରେମକୁ ପାଇକି ବି ଖୁସି ନଥାଏ। ସ୍ୱାର୍ଥ ପାଇଁ ଗଢ଼ା ହୋଇଥିବା ସମ୍ପର୍କ ଯେତେ ଜଲ୍ଦି ଯୋଡ଼ି ହୋଇଥାଏ, ସେତେ ଜଲ୍ଦି ଛିଡ଼ି ମଧ୍ୟ ଯାଇଥାଏ। ସେହି ସମ୍ପର୍କକୁ ମଜବୁତ ହୋଇଥାଏ ଯାହାକୁ ହରାଇବାର ଡର ଉଭୟ ପଟୁ ଥାଏ। ପିଆଜକୁ ଯେମିତି କାଟିଲେ ମଧ୍ୟ ସେ ଆଖିକୁ ଲୁହ ଦେଇଥାଏ, ସେହିପରି ନିନ୍ଦା କରୁଥିବା ଲୋକକୁ ତୁମେ ଯେତେ ସାହାଯ୍ୟ କଲେ ବି ସେ ନିନ୍ଦା କରିଥାଏ। ସିଂହ ଯେତେବେଳେ ଶାଳୀ ହୋଇଥାଏ, କୁକୁର ପଲକୁ ଦେଖିଲେ ଭୟ କରେ। ସିଂହ ଯେତେ ବଳଶାଳୀ ହେଉଥାଉ, କୁକୁର ପଲକୁ ଦେଖିଲେ ଭୟ କରେ। ସେହିପରି ଯିଏ ଯେତେ ବଳବାନ ହେଉନା କାହିଁକି, ଏକତାକୁ ଦେଖିଲେ ଭୟ ନିଶ୍ଚୟ କରିବ। କହିବା ଛାଡ଼, ଶୁଣିବା ଶିଖ। କହିବା ଲୋକ ତ ବୋକାଙ୍କ ଭଳି କିଛି ବି କହିଥାଏ, କିନ୍ତୁ ଶୁଣିବା ଲୋକ ଅନେକ କିଛି ଶିଖୁଥାଏ। ସମସ୍ତଙ୍କ ଖୁସିରେ ରହିଥିବା ଆମ ହାତରେ ନାହିଁ, କିନ୍ତୁ କାହାକୁ ଦୁଃଖୀ ନ କରିବା ଆମ ହାତରେ ଅଛି। ଏହି ସଂସାରର ନିୟମ, ଯିଏ ଯେତେ ଅଧିକା ଶିଖିଥାଏ ସିଏ ହିଁ ଜୀବନରେ ଅଧିକା ଜିତିଥାଏ। ଅନେକ ଅଭିଜ୍ଞତା ହିଁ ନାହିଁ, କିନ୍ତୁ ଏତିକି ତ କହିପାରିବି, ଅତୀତ ଗୋଟିଏ ପୃଷ୍ଠା ଯଥେଷ୍ଟ ହୋଇଥାଏ ଆଖିକୁ ଉଦା କରିଦେବା ପାଇଁ।
ତାର ସେ ଜୋକ୍ରେ ଆଉ ନିଜ ଲୋକଠୁ ମିଳିଥିବା ଠୋକର, ତାସରେ ଜୋକର ଆଉ ନିଜଠୁ ମିଳିଥିବା ଠୋକର ଜୀବନର ହାରକୁ ହିଁ ଚେଞ୍ଜ କରିଦେଇଥାଏ, ନିଜର ହାରକୁ ହିଁ ଚେଞ୍ଜ କରିଦେଇଥାଏ। ଯେବେ ସମ୍ପର୍କ କନ୍ଦେଇବାକୁ ଲାଗେ ସେତେବେଳେ ଇଗ୍ନୋର କରିବା ଶିଖିଯାଅ, ଜୀବନ ଜୀଇଁବା ସହଜ ହୋଇଯିବ। ପ୍ରକୃତ ଭଲ ପାଇବା ନୁହେଁ ନିଜ ଇଚ୍ଛା ପୂର୍ଣ୍ଣ କରିବା, ପ୍ରକୃତ ଭଲ ପାଇବା ହେଲେ ପରସ୍ପରର ଭାବନା ଓ ବୁଝିପାରିବା। ଯିଏ ତୁମକୁ ସତରେ ପ୍ରେମ କରୁଥିବ ସିଏ ଏଇ ଦୁଇଟି କଥାର ସତ୍ୟତା ପଚାରିବ, ସେ ଯେତିକି ପ୍ରେମ କରୁଛି ତୁମେ ସେତିକି ପ୍ରେମ ତାକୁ କରୁଛ ତ? କାଲି ଆଉ କାହା ସହିତ ତୁମେ ତାକୁ ଛାଡ଼ି ଦେଇ ଯିବନି ତ? ବହୁତ କିଛି ଶିଖେଇ ଦିଏ ଜୀବନ, କେବେ ହସାଏ ତ କେବେ ପୁଣି କନ୍ଦାଏ। କଣ୍ଟା ଉପରେ ଛିଡ଼ା ହୋଇ ଯିଏ ହସିବା ଶିଖିଲେ ତା ସାମ୍ନାରେ ଲୁହ ବି ହାର ମାନିଯାଏ। ପ୍ରେମ ପାଇଁ ଅର୍ଥର କି ସ୍ୱାର୍ଥର ଆବଶ୍ୟକତା ନଥାଏ, ଆବଶ୍ୟକତା ଥାଏ ତ କେବଳ ତ୍ୟାଗ, ବିଶ୍ୱାସ ଆଉ କିଛି ଭଲ ପାଇବାର ମାତ୍ର। ଚଢ଼େଇ ଉଡ଼ିବା ନ ଶିଖିବା ପର୍ଯ୍ୟନ୍ତ ବସାରେ ରୁହେ, ଯେତେବେଳେ ଉଡ଼ିବା ଶିଖିଯାଏ ନିଜ ଇଚ୍ଛାରେ ଅନ୍ୟତ୍ର ଉଡ଼ିଯାଏ। ସେମିତି ଏହି ମଣିଷ ନିଜ ଇଚ୍ଛାରେ ଥରେ ପୂରଣ ହୋଇଗଲେ ନିଜ ଠିକଣାକୁ ବଦଳାଇ ଦେଇଥାଏ ଓ ଅନ୍ୟ କେଉଁ ମାୟାଜାଲରେ ଫସି ଯାଇଥାଏ। ବେଶୀ କଥାରେ ସମ୍ମାନ ନଷ୍ଟ, ବେଶୀ ଚିନ୍ତାରେ ସମୟ ନଷ୍ଟ, ବେଶୀ ପ୍ରେମରେ ପ୍ରେମ ନଷ୍ଟ, ବେଶୀ ସ୍ନେହରେ ସନ୍ତାନ ନଷ୍ଟ। ବେଶୀ କଥାରେ ସମ୍ମାନ ନଷ୍ଟ, ବେଶୀ ଚିନ୍ତାରେ ସମୟ ନଷ୍ଟ, ବେଶୀ ପ୍ରେମରେ ବେଶୀ ଭୋଜନରେ ଶରୀର ନଷ୍ଟ, ବେଶୀ ଆଦରରେ ସଂସ୍କାର ନଷ୍ଟ। ଏହି ଦରକାରଠୁ ବେଶୀ ସବୁବେଳେ ନଷ୍ଟର କାରଣ ବନ୍ଧୁମାନେ। ଅନ୍ୟକୁ ସାହାଯ୍ୟ କରିବାକୁ ପାଖରେ ସମୟ ନଥାଏ, କିନ୍ତୁ ଅନ୍ୟମାନଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ସମୟ ସମସ୍ତଙ୍କ ପାଖରେ ଥାଏ। ଏ ଦୁନିଆର କୌଣସି ଜିନିଷ ଏତେ ଶୀଘ୍ର ବଦଳି ଯାଆନ୍ତି ନାହିଁ ଯେତେ ଶୀଘ୍ର ଜଣେ ମଣିଷର ଉଦ୍ଦେଶ୍ୟ ଓ ମନୋରଞ୍ଜନ ବଦଳି ଯାଇଥାଏ। ବିଶ୍ୱାସ ଏକ ଛୋଟ ଶବ୍ଦ, ଏହାକୁ ପଢ଼ିବାକୁ ତ 1 ସେକେଣ୍ଡ ଲାଗେ, କିନ୍ତୁ ଭାବିବାକୁ ମିନିଟ୍ ଲାଗିଯାଏ ଏବଂ ବୁଝିବାକୁ ଦିନ ଲାଗିଯାଏ, ପ୍ରମାଣ କରିବାକୁ ସାରା ଜୀବନ ଲାଗିଯାଏ। ଭରସା ସମସ୍ତଙ୍କ ଉପରେ କର, କିନ୍ତୁ ସାବଧାନର ସହିତ କର, କାରଣ ବେଳେବେଳେ ଦାନ୍ତ ବି ଜୀବକୁ ଆଘାତ ଦେଇଥାଏ। ଲୁହ ଢାଳିଲେ କେହି ନିଜର ହୁଅନ୍ତିନି, ଆଉ ଯିଏ ନିଜର ସେ କେବେ ଲୁହ ଢାଳିବାକୁ ଦିଅନ୍ତିନି। ଯେବେ ସମୟ ଓ ସମ୍ପର୍କ ମିଶି ମଣିଷକୁ ଧୋକା ଦିଏ ନା, ମଣିଷ କେବଳ ବାହାରୁ ନୁହେଁ ଭିତରୁ ହିଁ ଭାଙ୍ଗି ଯାଇଥାଏ। କେବେ ଯଦି ଭଲ ପାଇବାକୁ ଇଚ୍ଛା ହୁଏ ତେବେ ନିଜ ଦୁଃଖକୁ ଭଲ ପାଇଯାଅ। ଶୁଣିଛି ଆମେ ଯାହାକୁ ଯେତେ ଭଲ ପାଆନ୍ତି ସେ ସେତିକି ଦୂରେଇ ଯାଆନ୍ତି। କାହାଣୀ ନୁହେଁ, ସାରା ଜୀବନ ଦରକାର। ତୁମ ଭଳି ନୁହେଁ, ବାସ୍ ତୁମେ ଦରକାର। ଭଲ ଜୀବନ ସାଥୀଟିଏ ମିଳିଲେ ଲମ୍ବା ରାସ୍ତା ମଧ୍ୟ ଛୋଟ ହୋଇଯାଏ। 2 ଦିନର ଜୀବନ 100 ବର୍ଷ ପରି ମନେ ହୁଏ। ପ୍ରକୃତ ପ୍ରେମକୁ କେବେ ଭୁଲି ହୁଏନି, ଆଉ ସେ ପ୍ରେମ ହୃଦୟରେ ସ୍ମୃତି ହୋଇ ରହିଯାଏ। ଦୂରତାର କିଛି ମାନେ ନାହିଁ ଯଦି ଜାଗା ହୃଦୟରେ ଅଛି। ହୃଦୟର ଦୁନିଆକୁ ସାବଧାନରେ ଜଗିଥାଏ। ଯିଏ ଭଲ ତାକୁ ହୃଦୟରେ ଜାଗା ଦିଅ, ଆଉ ଯିଏ ଖରାପ ତାକୁ ବାହାରକୁ ଯିବାକୁ ଦିଅ। ଜୀବନରେ ସବୁବେଳେ ଏମିତି ଲୋକଙ୍କୁ ପସନ୍ଦ କର ଯାହାର ହୃଦୟ ତାର ଚେହେରାଠୁ ବି ସୁନ୍ଦର ହୋଇଥିବ। ନା ବଡ଼, ନା ପଦ ବଡ଼, ନା ଅର୍ଥ ବଡ଼, ନା ଧର୍ମ ବଡ଼। ଅସଲି କଥାଟା ହେଲା ବିପଦରେ ଯିଏ ସାଥିରେ ରୁହେ ସେ ହିଁ ସବୁଠାରୁ ବଡ଼। ସହିବାର ଗୋଟେ ସୀମା ଥାଏ, ଆଉ ବୁଝେଇବାର ବି ଗୋଟେ ସୀମା ଥାଏ। ଏଇ ଦୁଇଟି ଯେତେବେଳେ ସୀମା ପାର ହୋଇଯାଏ ମଣିଷର ସବୁ ସମ୍ପର୍କ ସେଇଟାରେ ହିଁ ଶେଷ ହୋଇଯାଏ। ଜୀବନ ମଣିଷକୁ ସବୁ ଶିଖାଏ, ଜୀବନ କେବେ ହସାଏ ଆଉ କେବେ ପୁଣି କନ୍ଦାଏ, କିନ୍ତୁ ଯିଏ ସବୁ ପରିସ୍ଥିତିକୁ ସାମ୍ନା କରିପାରେ ଜୀବନ ତା ଆଗରେ ମଥା ନୁଆଏ। ଶସ୍ତା ଜିନିଷ ଆଉ ଖରାପ ମଣିଷ ଆରମ୍ଭରୁ ସବୁବେଳେ ଭଲ ଲାଗନ୍ତି, ପରେ ବ୍ୟବହାର କରିସାରିଲା ପରେ ଜଣାପଡ଼ନ୍ତି ଯେ ଏମାନେ ହେଲେ ଫେକ୍ ବୋଲି। ହୃଦୟ ଆଉ ଭରସା ଭାଙ୍ଗିଲେ ଆବାଜ ତ ହୁଏନି, ହେଲେ ବହୁତ କଷ୍ଟ ହୋଇଥାଏ ଏ ହୃଦୟକୁ। କେତେ ଭଲ ହୁଅନ୍ତା ନା ଜୀବନରେ ଏମିତି ମଣିଷ ରହିବ ଯିଏ ତୁମ ସହିତ ରହିବା ଛଡ଼ା ଆଉ କିଛି ଚାହେଁ ନାହିଁ। ମୋର ଗୋଟେ ସ୍ୱପ୍ନ ଥିଲା ମୋ ଜୀବନରେ ବି ଜଣେ ଏମିତି ମଣିଷ ଆସୁ ଯିଏ ମୋତେ ମୋ ପରି ଭଲ ପାଉଥିବ, ହେଲେ ପରେ ଜାଣିଲି ସ୍ୱପ୍ନ ଦିନରେ ହେଉ ବା ରାତିରେ କେବେ ସତ ହୁଏନି। ଯେତିକି ଗଭୀର ସମ୍ପର୍କ ସେତିକି ଅଧିକ ଆଶା, ଆଶା ଯେତିକି ଅଧିକ ସେତିକି ଗଭୀର ଆଘାତ। ହୃଦୟରେ ଧୋକା ସେତେବେଳେ ଲାଗିଥାଏ ଯେତେବେଳେ ଧୋକା ଦେବା ବାଲା ଉପରେ ବିଶ୍ୱାସ ପକ୍କା ହୋଇଯାଏ। ସମୟ ହିଁ ଦେଖାଇ ଦିଏ ସମସ୍ତଙ୍କ ଅସଲି ଚେହେରା, ନଚେତ୍ ମୁଁ ତ ସମସ୍ତଙ୍କୁ ନିଜର ବୋଲି ଭାବୁଥିଲି। ଯେଉଁ ବ୍ୟକ୍ତିଠାରୁ ତୁମ ପାଇଁ ସମ୍ମାନ ଓ ଭଲ ପାଇବା ନାହିଁ ତା ସହିତ ଛିଡ଼ା ହେବାଠାରୁ ଏକା ଛିଡ଼ା ହେବା ବହୁତ ଭଲ। ଯାହାକୁ ଆମ ହୃଦୟରେ ପସନ୍ଦ କରିଥାଉ ତାକୁ ଆମେ ଯେତେ ଦେଖିଲେ ବି ଆହୁରି ଦେଖିବାକୁ ମନ ହୋଇଥାଏ,
କାହାକୁ ଭଲ ପାଇଯିବା କେବଳ ପ୍ରେମ ନୁହେଁ, ତାକୁ ସବୁଦିନେ ହୃଦୟରେ ସାଇତି ରଖିବା ହେଉଛି ପ୍ରକୃତ ପ୍ରେମ। ପରେ ସିଢ଼ିକି ଭୁଲି ଯାଇଥିବା ଲୋକମାନେ ହିଁ ସ୍ୱାର୍ଥପର ହୋଇଥାନ୍ତି। ଉପକାର ଛୋଟ ହେଉ ବା ବଡ଼, ଉପକାର କରିଥିବା ଲୋକଙ୍କୁ ଜୀବନ କାଳ ମଧ୍ୟରେ ଭୁଲିବା ଉଚିତ ନୁହଁ। ମଣିଷ ଦୁଇଟି ଜିନିଷ କେବେ ଭୁଲିବ ନାହିଁ, ବାହାର ଲୋକଙ୍କଠୁ ମିଳିଥିବା ସମ୍ମାନ ଓ ନିଜଠାରୁ ମିଳିଥିବା ଅପମାନ। ବନ୍ଧୁଗଣ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରିବା ପାଇଁ ଜମା ହିଁ ଭୁଲିବେନି। ଆଉ ଯଦି ଭଲ ଲାଗିଥାଏ ଆମ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବା ସହିତ ଆମ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆହୁରି ଏଇଭଳି ନୂଆ ନୂଆ ମୋଟିଭେସନାଲ୍ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଦୟାକରି କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଗୋଟେ ସବସ୍କ୍ରାଇବ୍ କରନ୍ତୁ। ରହୁଛୁ, ନମସ୍କାର, ଜୟ ଜଗନ୍ନାଥ, ଓମ୍ ନମସ୍କାର।